ଭଗବାନ ବ୍ରହ୍ମା କାହିଁକି ନିଜ ପୁତ୍ରୀ ସରସ୍ୱତୀଙ୍କୁ ବିବାହ କରିଥିଲେ? ଆଜିର ଭିଡ଼ିଓଟି ପୌରାଣିକ କଥା ଉପରେ ଆଧାରିତ ଏବଂ ଅତ୍ୟନ୍ତ ରହସ୍ୟପୂର୍ଣ୍ଣ। ତେଣୁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। ଭଗବାନ ବ୍ରହ୍ମା ଓ ତାଙ୍କ ପୁତ୍ରୀ ସରସ୍ୱତୀଙ୍କୁ ବିବାହର ପ୍ରକୃତ ସତ୍ୟ କ'ଣ ଆଜି ମଧ୍ୟ ରହସ୍ୟପୂର୍ଣ୍ଣ ଅଟେ। ଏହି ଉପରେ ବିଚାର କରିବା ଅତ୍ୟନ୍ତ ଆବଶ୍ୟକ। ଭାରତୀୟ ପୌରାଣିକ ଇତିହାସରେ ବ୍ରହ୍ମାଙ୍କ ନାମ ମହତ୍ତ୍ୱପୂର୍ଣ୍ଣ ରୂପରେ ପ୍ରକଟ ହୋଇଥାଏ। ଯେବେ ବି ପ୍ରଚଳିତ ସମାଜରେ ବ୍ରହ୍ମାଙ୍କୁ ବିଷ୍ଣୁ ଓ ମହେଶ୍ୱରଙ୍କ ଠାରୁ ଶ୍ରେଷ୍ଠ ବୋଲି ମନାଯାଇଛି। କାଳାନ୍ତରରେ ବ୍ରହ୍ମାଙ୍କୁ ନିଜ ମାନ୍ୟତାରୁ ଧକ୍କା ଦେବାର କେତେ କାରଣ ମଧ୍ୟରୁ ଗୋଟିଏ ହେଉଛି ସାବିତ୍ରୀଙ୍କର ଅଭିଶାପ ଓ ଅନ୍ୟ କାରଣ ବ୍ରହ୍ମାଣ୍ଡକୁ ସ୍ଥିର ରଖିବା ପାଇଁ ଭଗବାନ ସଦାଶିବ ବିଷ୍ଣୁ ଓ ବ୍ରହ୍ମାଙ୍କୁ ପଠାଇଥିଲେ। କିନ୍ତୁ ବ୍ରହ୍ମା ଫେରିଆସି ସଦାଶିବଙ୍କୁ ଅସତ୍ୟ ବଚନ କହିଥିଲେ। କିନ୍ତୁ ପ୍ରଚଳିତ ସମାଜରେ ଆମେ ଜାଣିଛେ ଯେ ବ୍ରହ୍ମା ନିଜ ପୁତ୍ରୀ ସରସ୍ୱତୀଙ୍କୁ ବିବାହ କରିବା କାରଣରୁ ତାଙ୍କୁ ପୂଜା କରାଯାଏ ନାହିଁ। କିନ୍ତୁ ଏହାର କେତେ ସତ୍ୟତା ଅଛି ତାହା ଗମ୍ଭୀର ବିଷୟ ଅଟେ। ତେଣୁ କେତେ ବିଦ୍ୱାନ ଏହାକୁ ଭ୍ରାନ୍ତି ଧାରଣା ମାନି ଖାରଜ କରିଛନ୍ତି। କିନ୍ତୁ ପୁରାଣର କେତେ ଜାଗାରେ ଉଲ୍ଲେଖ ମିଳେ ଯେ ବିଦ୍ୟାଦାତ୍ରୀ ସରସ୍ୱତୀ ଭଗବାନ ବ୍ରହ୍ମାଙ୍କର ପୁତ୍ରୀ ନୁହନ୍ତି। ତାଙ୍କର ଗୋଟିଏ ପୁତ୍ରୀର ନାମ ସରସ୍ୱତୀ ଥିଲା। ତେଣୁ ଏହି ଭ୍ରମ ଉତ୍ପନ୍ନ ହୋଇଛି। ପାରମ୍ପରିକ ମାନ୍ୟତା ଅନୁସାରେ ବ୍ରହ୍ମାଙ୍କର ପୁତ୍ରୀ ସରସ୍ୱତୀଙ୍କର ବିବାହ ଭଗବାନ ବିଷ୍ଣୁଙ୍କ ସହ ହୋଇଥିଲା, ଯିଏ ଅପାର ବିଦ୍ୟାଦାତ୍ରୀ ଥିଲେ, ଯାହାର ମାତାଙ୍କ ନାମ ମହାଲକ୍ଷ୍ମୀ ଥିଲା ଓ ଭାଇଙ୍କ ନାମ ବିଷ୍ଣୁ। ବିଷ୍ଣୁ ଯେଉଁ ଲକ୍ଷ୍ମୀ ନାମକ ଦେବୀଙ୍କୁ ବିବାହ କରିଥିଲେ, ସେ ଭୃଗୁ ଋଷିଙ୍କର ପୁତ୍ରୀ ଥିଲେ। ମନାଯାଏ କି ବ୍ରହ୍ମାଙ୍କର 5 ଜଣ ସ୍ତ୍ରୀ ଥିଲେ, ଯିଏକି ସାବିତ୍ରୀ, ଗାୟତ୍ରୀ, ଶ୍ରଦ୍ଧା, ମେଧା ଓ ସରସ୍ୱତୀ। ଏଥିରେ ସାବିତ୍ରୀ ଓ ସରସ୍ୱତୀଙ୍କର ଉଲ୍ଲେଖ ଅଧିକ ଜାଗାରେ ମିଳିଥାଏ। ଏହା ମଧ୍ୟ ମାନ୍ୟତା ଅଛି ପୁଷ୍କର ଯଜ୍ଞ ସମୟରେ ସାବିତ୍ରୀଙ୍କର ଅନୁପସ୍ଥିତି ଯୋଗୁଁ ବ୍ରହ୍ମା ବେଦ ବିଜ୍ଞାତା ସ୍ତ୍ରୀ ଗାୟତ୍ରୀଙ୍କୁ ବିବାହ କରି ଯଜ୍ଞ ସମ୍ପୂର୍ଣ୍ଣ କରିଥିଲେ। ଏଥିରେ ସାବିତ୍ରୀ କ୍ରୋଧିତ ହୋଇ ବ୍ରହ୍ମାଙ୍କୁ ଜଗତରେ ପୂଜା ନ ହେବାର ଶ୍ରାପ ଦେଇଥିଲେ। ବୈଦିକ କାଳରେ ରାଜାଙ୍କୁ ପ୍ରଜାପତି ବୋଲି କୁହାଯାଉଥିଲା, ବ୍ରହ୍ମାଙ୍କୁ ପ୍ରଜାପତି ବୋଲି କୁହାଯାଉଥିଲା। ଏହି କାରଣରୁ ଭ୍ରମ ସ୍ଥିତି ଉତ୍ପନ୍ନ ହୁଏ। ବ୍ରହ୍ମାଙ୍କର ଝିଅ ସରସ୍ୱତୀ ଶ୍ଵେତ ରଙ୍ଗର ଥିଲେ, ଲାଲ ରଙ୍ଗର ନୁହେଁ। ପୁରାଣରେ ସରସ୍ୱତୀଙ୍କ ବିଷୟରେ ଭିନ୍ନ ଭିନ୍ନ ମତ ମିଳେ। ଏକ ମାନ୍ୟତା ଅନୁସାରେ ବ୍ରହ୍ମା ତାଙ୍କୁ ନିଜ ମୁଖରୁ ପ୍ରକଟ କରିଥିଲେ। ଏକ ଅନ୍ୟ ପୌରାଣିକ କଥା ଅନୁସାରେ ଦେବୀ ମହାଲକ୍ଷ୍ମୀ, ଯିଏ ଲକ୍ଷ୍ମୀ ନୁହନ୍ତି, ତାଙ୍କଠୁ ତାଙ୍କ ସତ୍ତ୍ୱ ପ୍ରଧାନ ରୂପ ପ୍ରକଟ ହେଲା। ଦେବୀଙ୍କର ସେହି ରୂପକୁ ସରସ୍ୱତୀ ବୋଲି କୁହାଗଲା। ଦେବୀ ସରସ୍ୱତୀଙ୍କର ବର୍ଣ୍ଣ ଶ୍ଵେତ ବା ଧଳା ଥିଲା। ସରସ୍ୱତୀଙ୍କୁ ଶାରଦା, ଶତରୂପା, ବାଣୀ, ବାଗ୍ଦେବୀ, ବାଗେଶ୍ୱରୀ ଓ ଭାରତୀ ବୋଲି ମଧ୍ୟ କୁହାଯାଏ। ସଙ୍ଗୀତ ଉତ୍ପତ୍ତି କରିଥିବାରୁ ତାଙ୍କୁ ସଙ୍ଗୀତ ଦେବୀ ବୋଲି କୁହାଯାଏ। ବସନ୍ତ ପଞ୍ଚମୀ ଦିନକୁ ତାଙ୍କର ଜନ୍ମୋତ୍ସବ ଭାବରେ ମନାଯାଏ। ଶ୍ରୀ ଭାଗବତାନନ୍ଦ ଗୁରୁଜୀଙ୍କର କଥା ଅନୁସାରେ ସରସ୍ୱତୀ ଶବ୍ଦର ପ୍ରୟୋଗ ତାଙ୍କ ପାଇଁ ଆସିଥାଏ, ଯିଏ ଜ୍ଞାନ ଓ ବିଦ୍ୟାର ଅଧିଷ୍ଠାତ୍ରୀ। ସେହି ଊର୍ଜା ଶକ୍ତି ପାଇଁ ସରସ୍ୱତୀ ଶବ୍ଦର ପ୍ରୟୋଗ କରାଯାଇଛି। ଶାସ୍ତ୍ର ଅନୁସାରେ ଯେପରି ଜ୍ଞାନ ଓ ବିଜ୍ଞାନ ଦୁଇଟି ଅଟେ, ସେହିପରି ସରସ୍ୱତୀ ମଧ୍ୟ 2 ଜଣ ଅଟନ୍ତି। ବିଦ୍ୟାରେ ଉପର ଓ ପର ବିଦ୍ୟା ଅଛି। ଉପର ବିଦ୍ୟାର ସୃଷ୍ଟି ବ୍ରହ୍ମାଙ୍କଠୁ ହୋଇଛି, କିନ୍ତୁ ପର ବିଦ୍ୟାର ସୃଷ୍ଟି ଈଶ୍ୱରଙ୍କର ଅର୍ଥାତ୍ ବ୍ରହ୍ମଙ୍କଠାରୁ ହୋଇଛି। ଉପର ବୁଦ୍ଧିକୁ ଯିଏ ଧାରଣ କରିଛନ୍ତି, ସେ ବ୍ରହ୍ମାଙ୍କର ପୁତ୍ରୀ, ଯିଏ ବିଷ୍ଣୁଙ୍କୁ ବିବାହ କରିଛନ୍ତି, ସେ ହେଉଛନ୍ତି ସରସ୍ୱତୀ ଦେବୀ। ସେ ମୋକ୍ଷ ମାର୍ଗକୁ ପ୍ରଶସ୍ତ କରିବା ଦେବୀ ଅଟନ୍ତି। ସେ ମହାଲକ୍ଷ୍ମୀଙ୍କର ପୁତ୍ରୀ ଅଟନ୍ତି। ଶକ୍ତି ପରମ୍ପରାରେ 3 ରହସ୍ୟ ବର୍ଣ୍ଣନା କରାଯାଇଛି: ପ୍ରାଧାନିକ, ବୈକୃତିକ ଓ ମୁକ୍ତି। ସେହି ପ୍ରଶ୍ନର ପ୍ରାଧାନିକ ରହସ୍ୟରେ
ବର୍ଣ୍ଣିତ ହୋଇଛି ଯେ ମହାଲକ୍ଷ୍ମୀ ଓ ବିଷ୍ଣୁଙ୍କ ଦ୍ୱାରା ସରସ୍ୱତୀଙ୍କର ଉତ୍ପତ୍ତି ହୋଇଥିଲା, ଅର୍ଥାତ୍ ବିଷ୍ଣୁ ଓ ସରସ୍ୱତୀ ଭାଇ ଓ ଭଉଣୀ। ସେହି ସରସ୍ୱତୀଙ୍କର ବିବାହ ବ୍ରହ୍ମାଙ୍କ ସହ ହୋଇଥିଲା। ମଧ୍ୟ ଓ ଇଂରାଜ କାଳରେ ପୁରାଣ ସହିତ ବହୁତ ଅପମାନ କରାଯାଉଥିଲା। ହିନ୍ଦୁ ଧର୍ମରେ ଦୁଇଟି ଗ୍ରନ୍ଥ ଥିଲା, ଗୋଟିଏ ସରସ୍ୱତୀ ପୁରାଣ ଓ ଅନ୍ୟଟି ମତ୍ସ୍ୟ ପୁରାଣ। ଏହି ପୁରାଣରେ ସୃଷ୍ଟିର ରଚୟିତା ବ୍ରହ୍ମା ସରସ୍ୱତୀଙ୍କୁ ବିବାହ କରିବାର ବହୁତ ପ୍ରସଙ୍ଗ ଅଛି, ଯାହାର ଫଳସ୍ୱରୂପ ଏହି ଧରିତ୍ରୀରେ ପ୍ରଥମ ମାନବ ଶରୀର ରୂପରେ ମନୁର ଜନ୍ମ ହୋଇଥିଲା। ଆମେ ସମସ୍ତେ ଜାଣିଛେ ଯେ ମନୁ ହେଉଛି ଭାରତର ସର୍ବପ୍ରଥମ ମାନବ ଶରୀର, କିନ୍ତୁ ପୁରାଣର ବ୍ୟାଖ୍ୟା କରୁଥିବା ସରସ୍ୱତୀଙ୍କର ଜନ୍ମ କଥା ଦର୍ଶକ ବନ୍ଧୁ ଆଶା କରୁଛି ଏହି କାହାଣୀଟି ବା ପୌରାଣିକ କଥାଟିକୁ ଶୁଣିବା ପରେ ଆପଣଙ୍କ ମନରେ ଥିବା ସମସ୍ତ ଭ୍ରାନ୍ତି ଧାରଣା ଦୂର ହୋଇଯାଇଥିବ। ତେଣୁ ଭିଡ଼ିଓଟିକୁ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେ ନାହିଁ।